ଚନ୍ଦ୍ର ରାଜା ତାଙ୍କର 27ଟା ରାଣୀ। ଏଇ ରାଣୀମାନଙ୍କୁ ଆମେ କହୁଛେ ନକ୍ଷତ୍ର। ସେମାନେ ତାଙ୍କ ଘରେ ଅଛନ୍ତି। ସେମାନଙ୍କ ପାଇଁ ରାଜମହଲ ଗଢ଼ା ହେଇଛି, 27ଟା ମହଲ। ଏଇ 27 ମହଲକୁ ରାଜା ବିଜେ କରିବେ। ତେଣୁ ଚନ୍ଦ୍ର ଚଳନଶୀଳ ଗ୍ରହ। ଚନ୍ଦ୍ର ପ୍ରତି ପ୍ରାଣୀର ମନର ମାଲିକ। ସେଇ 27 ନକ୍ଷତ୍ର ଆଉ 12 ରାଶି ଆକୁ ନେଇ ସଂସାର ଚାଲିଛି। ସଂସାର ମାଲିକ ଜଣେ, ସବକା ମାଲିକ ଏକ है। ଆସନ୍ତୁ, ସେ ମାଲିକ ମେଷ ରାଶିକୁ କି ଉପହାର ଦେବେ, କେବେ ଦେବେ ନା 5 ତାରିଖ ମଙ୍ଗଳବାର, ନା ବୁଧବାର ଦେ 5 ତାରିଖ ମଙ୍ଗଳବାର। 5 ତାରିଖ ମଙ୍ଗଳବାର କ'ଣ ବ୍ୟବସ୍ଥା କରିବେ? ଆଜି ଆମେ ସୋମବାର ଅଛେ ତ, 5 ତାରିଖ ମଙ୍ଗଳବାର ମେଷ ରାଶିର 12ଟା 55 ଯାଏ ଅଶ୍ୱିନ ନକ୍ଷତ୍ର ଶୁଭ ଫଳ ପାଇବ। 12ଟା 55 ପରେ ଦ୍ୱିଜାର ଶୁଭ ସମୟ ଆସିବ। ଆଉ ମେଷ ରାଶି ପାଇଁ ଆଜି ଚିନ୍ତା ବୃଦ୍ଧିର କାରଣ ଏଇ ଚନ୍ଦ୍ର। ନାନା ଦୁଶ୍ଚିନ୍ତା ମେଷ ରାଶିର ବ୍ୟକ୍ତିଙ୍କୁ ବିଭ୍ରାଟ କରିବ। 24 ଘଣ୍ଟା ପ୍ରାୟ ଅଶୁଭ, ଦିନଟି ମୋଟାମୋଟି ମିଶ୍ର ଫଳ ଦେବ। 12ଟା 55 ଯାଏ ଅସୁସ୍ଥ ରହିବେ। ବାହାରକୁ ଗଲେ ବିପଦ, ଘରେ ରହିଲେ ବି ଦୁଃଖ। 12ଟା 55 ପରେ ଅପମାନିତ ହେବାର ଦୁର୍ଯୋଗ ଆସିବ। ଏଣୁ ଶାରୀରିକ ଓ ମାନସିକ ଅଶାନ୍ତି ମଧ୍ୟରେ ରହି ନିରନ୍ତର ଦୁଃଖ ଭୋଗିବେ। ଏହାର ପ୍ରତିକାର ହେଲା ଯଦି ମୁଖବାଦ୍ୟ ବଜେଇବେ, ଅର୍ଥାତ୍ ବାରମ୍ବାର କହିବେ ମହାମନ୍ତ୍ର ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ ମହାମନ୍ତ୍ର ହିଁ ମହାଦୁଃଖରୁ ରକ୍ଷା କରିବ। 5 ତାରିଖ ମଙ୍ଗଳବାର ବୃଷ ରାଶିର କର୍ମରେ ଖୁସି। ଆଜି ଏମାନେ ବିବିଧ କର୍ମ କରି କର୍ମରୁ କୌଳିକ, ମୌଳିକ, ବୌଦ୍ଧିକ, ପାରିବାରିକ, ଲୌକିକ, ସାମାଜିକ, ଆର୍ଥିକ ସୁଖ ପାଇବେ। କର୍ମରେ ଖୁସି। ଦିନ 12ଟା 55 ଯାଏ ରୋହିଣୀ ନକ୍ଷତ୍ରର ଶୁଭ, ଆଉ 12ଟା 55 ପରେ ବୃଷ ରାଶି ମହିଳା ମାନଙ୍କର ଅଶୁଭ। 12ଟା 55 ପରେ କୃତ୍ତିକାର ଶୁଭ ହେବ। ବୁଝିହେଲା? ଆଜି ବୃଷ ରାଶି ମହିଳାଙ୍କ ପାଇଁ ଅଶୁଭ ସମୟ। 12ଟା 55 ପରେ ସେ ଅଶୁଭ ସମୟ ଆସିବ। ଦିନ 12ଟା 55 ଯାଏ ରୋହିଣୀର ଶୁଭତ୍ଵ, 12ଟା 55 ପରେ କୃତ୍ତିକାର ଶୁଭ ହେବ। ଖାଲି ମହିଳାଙ୍କର ଅଶୁଭ, ତାଙ୍କର ରୋହିଣୀ ହେଇଥାଉ କି କୃତ୍ତିକା ହେଇଥାଉ, ଅଶୁଭ। ନାନା ସୁବିଧା ଓ ଅସୁବିଧା ଭିତରେ ସମୟ ଗତି କରୁଥିଲେ ବି ସୁବିଧା ଟିକେ ଅଧିକ ମିଳିବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଆୟ ଅମଳ ପାଇଁ ଦିନଟି ପ୍ରଶସ୍ତ। ବୃତ୍ତି, ବ୍ୟବସାୟ, ସେବା, ବ୍ୟବସାୟ ଆଦି ପୂର୍ବଭଳି ଫଳପ୍ରଦ ହେବ। ଶାନ୍ତି ଓ ସୁଖ ମିଳିବ। ଦିନ 12ଟା 55 ପରେ ଦୂରଯାତ୍ରା ନିଷେଧ। ସ୍ୱାସ୍ଥ୍ୟଗତ ସମସ୍ୟା ଆସିଯିବ, ଅସୁସ୍ଥ ହେବେ, କଳହ ହେଇପାରେ। ଦିନ 12ଟା 55 ଯାଏ ଯେଣୁ ଶୁଭ ସମୟ ଅଛି, ତେଣୁ 12ଟା 55 ଭିତରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରିଦିଅନ୍ତୁ। ସବୁ ଦିଗରୁ ମଙ୍ଗଳ ହେବ। 12ଟା 55 ପରେ ଅଶୁଭ ସମୟ ଆସୁଥିବାରୁ ବୃଷ ରାଶିର ବନ୍ଧୁମାନେ ଟିକେ ଦୂରଯାତ୍ରା ନ କଲେ ଭଲ। ଆଉ ମହିଳାମାନେ ଟିକେ ସାବଧାନ।
ପାଞ୍ଚ ତାରିଖ ମଙ୍ଗଳବାର ମିଥୁନ ରାଶିର ବନ୍ଧୁମାନେ ନିଜ ବନ୍ଧୁମାନଙ୍କୁ ଖୋଜିବେ। ଆଜି କୌଣସି ମୁଖ୍ୟ କାର୍ଯ୍ୟ ସେମାନଙ୍କ ମନ ମଧ୍ୟରେ ବସା ବାନ୍ଧିବ। ତେଣୁ ସେ ଆଜି ବନ୍ଧୁମାନଙ୍କୁ ଖୋଜିବେ। ଆଜି ବନ୍ଧୁ ମିଳନ ଯୋଗ ଅଛି ମିଥୁନ ରାଶିର। 12ଟା 55 ପରେ ମିଥୁନ ରାଶିର ମହିଳାମାନଙ୍କର ଘାତଚନ୍ଦ୍ର ଆରମ୍ଭ ହେବ। 12ଟା 55 ଯାଏ ଆର୍ଦ୍ରାର ଶୁଭ, 12ଟା 55 ପରେ ମୃଗଶିରାର ଶୁଭ ଆରମ୍ଭ ହେବ। ଧନ ମାନ ସମ୍ମାନ ଆଦର ଆଦି ବହୁ ମୂଲ୍ୟବାନ ଉପହାର ନେଇ ଆଜି ଦିନଟି ଆସୁଛି। ମାନେ ଏମାନଙ୍କୁ, ଏ ମିଥୁନ ରାଶି ଲୋକଙ୍କୁ ଆଜି ଧନ ମିଳିବ, ସମ୍ମାନ ମିଳିବ, ଆଦର ମିଳିବ, ସୁଖ ମିଳିବ, ଶାନ୍ତି ମିଳିବ। ସୁତରାଂ ଏମାନେ ମୁଣ୍ଡ ଖେଳେଇ, ହାତ ହଲେଇ, ଗୋଡ଼ ଚଳେଇ ଯଦି ନିଜକୁ ସଜବାଜ କରିବେ, ମୁଣ୍ଡ ଖେଳେଇବେ, ତେବେ ହିଁ ଏସବୁ ସୁଖକୁ ପାଖରେ ପାଇବେ। ଏ ସମସ୍ତ ସୁବିଧା ସହଜ ସାଧ୍ୟ ହେବ। ଶାରୀରିକ ମାନସିକ ସମସ୍ୟା ନାହିଁ। ଦିନ 12ଟା 55 ପରେ ଆୟ ଅମଳ ବଢ଼ିଯିବ। ବୁଝା ପଇଲା? ବାସ୍, ମିଥୁନ କାମ ସଇଲା। 5 ତାରିଖ ମଙ୍ଗଳବାର କର୍କଟ ରାଶିର ଅସନ୍ତୋଷ। ଯେତେ ଯାହା ହେଲେ ବି ସନ୍ତୋଷ ଲାଗିବନି, ଅସନ୍ତୋଷ ଲାଗି ରହିବ। କାରଣ ଆପଣଙ୍କୁ ଶୋଷ ହେଉଛି, ଗ୍ଲାସ୍ ପାଣିରେ ଶାନ୍ତି ପାଇବେ। ଯଦି ଅଧା ଗ୍ଲାସ୍ରୁ କମ୍ ମିଳେ, କ'ଣ ଶାନ୍ତି ମିଳିବ? ସେଇଭଳି ଖାଦ୍ୟ ପେୟ ବସନ ଭୂଷଣ ଶିକ୍ଷା ସମାଚାର ସବୁ ଅଧା ଅଧି ମିଳିବ। ତେଣୁ ସନ୍ତୋଷ ହୋଇପାରିବେ ନାହିଁ। ଦିନ 12ଟା 55 ଯାଏ ପୁଷ୍ୟା ନକ୍ଷତ୍ରର ଶୁଭ, 12ଟା 55 ପରେ ଅଶ୍ଳେଷାର ଶୁଭ ସମୟ ଆସିବ। କେବଳ ଚେଷ୍ଟା ଦରକାର। ଚେଷ୍ଟା କଲେ ଏଇ ଯେଉଁ ଅଧୁରା ସ୍ୱପ୍ନ, ଅଧା ଅଧି ମିଳୁଛି, ଅସନ୍ତୋଷ ହେଉଛନ୍ତି, ପୂର୍ଣ୍ଣ ହେବ। ଚେଷ୍ଟା କଲେ ଅଧୁରା ସ୍ୱପ୍ନ ପୂର୍ଣ୍ଣ ହେବ। ବିଧି ବିଧାନ ଏହା ଯେ 12ଟା 55 ଯାଏ ବିବିଧ ସୁଖ ମିଳିବ କର୍କଟ ରାଶିର ଜନତାଙ୍କୁ। 12ଟା 55 ପରେ ପରେ ଅର୍ଥାଗମ ହେବ। ଉପାୟ, ଏଇ ଅର୍ଥାଗମ ପାଇଁ ଉପାୟ ମୁଣ୍ଡକୁ ଆସିବ। କେମିତି ମୁଁ ରୋଜଗାର କରିବି? 12ଟା 55 ଯାଏ ଚୁପଚାପ ଥିବେ। ଯେମିତି 12ଟା 55 ହେଇଯିବ ମୁଣ୍ଡ ଗଡ଼ବାଡ଼ ହେବ। ଆରେ ଆଜି ଦିନଟା ପଳେଇଗଲା, ମୁଁ କିଛି କରିପାରିଲିନି। ଅର୍ଥାଗମ ପାଇଁ ମୁଣ୍ଡକୁ ବୁଦ୍ଧି ଆସିବ। ଆଉ ଆୟ ଅମଳ ପାଇଁ ଚିନ୍ତା କରିବେ। ବୃତ୍ତି ବ୍ୟବସାୟ ସେବା ବାଣିଜ୍ୟର କାରବାର ବଢ଼ିଯିବ। କ୍ରମଶଃ ବଢ଼ିଆ ରୋଜଗାର ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ବନ୍ଧୁ ମିଳନ ଯୋଗ ଅଛି। ମାନେ 12ଟା 55 ପରେ ଆପଣଙ୍କ ଲାଭ, ସବୁ ଦିଗରୁ ଲାଭ ହେବ। ତେଣୁ ଖାଇ ପିଇ ସୁସ୍ଥ ସବଳ ହୋଇ ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତାପରେ ତ ପବନ ଗତିରେ ଗତି କରିବେ। ଆଉ ସିଂହ ରାଶି 5 ତାରିଖ ମଙ୍ଗଳବାର ସିଂହ ରାଶିର ପାକସ୍ଥଳୀ ପୀଡ଼ା ହେବ। ଟିକେ ଅଧିକ ଖାଇ ଦେଇଥିଲେ ବୋଧେ, ଆଉ ଝାଡ଼ା ସଫା ହେଇନି ବୋଧେ, ଆଉ ଗ୍ୟାସ୍ରେ ଆକ୍ରାନ୍ତ ବୋଧେ, ଆଉ ଅଣ୍ଟା ରୋଗ ଅଛି ବୋଧେ। ଆଉ ଯାହାର ଯେଉଁ ସମସ୍ୟା ଥିବ ତାହା ଆଜି ବାହାରିବ। 5 ତାରିଖ ମଙ୍ଗଳବାର ସିଂହ ରାଶିର ପାକସ୍ଥଳୀ ପୀଡ଼ା ହେବ 12ଟା 55 ଯାଏ। এই ପୀଡ଼ା ରହିବ 12ଟା 55 ଯାଏ। ତାପରେ ସୁସ୍ଥ। 12ଟା 55 ଯାଏ ସିଂହ ରାଶି ମହିଳାଙ୍କର ଘାତଚନ୍ଦ୍ର। 12ଟା 55 ଯାଏ ମଘାର ଶୁଭ। 12ଟା 55 ଠାରୁ ପୂର୍ବ ଭାଲୁ ନକ୍ଷତ୍ରର ଶୁଭ ଆସିବ। ଦିନ 12ଟା 50 ଯାଏ ଦେହ ଅସୁସ୍ଥ ରହିବ। 12ଟା 55 ଠାରୁ ସାମାନ୍ୟ ଶାନ୍ତି ମିଳିବ। ସାହାଯ୍ୟ ସହଯୋଗର ହାତ ଲମ୍ବି ଆସିବ। କ୍ରମଶଃ କୌଳିକ ମୌଳିକ ବୈଷୟିକ ପାରିବାରିକ ସୁଖ ମିଳିବ। ତାପରେ ଗୋଟିଏ ପରେ ଗୋଟିଏ ସୁଖ ପୁଷ୍ପ ଆସି ଆପଣଙ୍କ ଘରେ ପହଞ୍ଚିବ। ତାହା ଦେହ ସୁସ୍ଥ ହେବ, ମନ ସୁସ୍ଥ ହେବ, ଆର୍ଥିକ ସୁଖ ମିଳିବ, ପାରିବାରିକ ସୁଖ ମିଳିବ ଓ ଜୀବନ ଉପଭୋଗ କରିବେ। ତେଣୁ 12ଟା
ପଞ୍ଚାବନ ଯାଏ ଯାହା କିଛି ଦୁଃଖ ଅଛି, ଗୋଟାଏ ପର୍ଯ୍ୟନ୍ତ ମିଶାମିଶି ଫଳ, ଗୋଟାଏଠୁ ସବୁ ପ୍ରକାର ସୁଖ ଆସି ପହଞ୍ଚିବ, ଦେହ ଭଲ ହେଇଯିବ, ମନ ଭଲ ଲାଗିବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। 5 ତାରିଖ ମଙ୍ଗଳବାର କନ୍ୟା ରାଶିର ସଫଳ ଦିବସ। ଯେଉଁଥିରେ ହାତ ଦେବେ ତାହା ସଫଳ ହେବ। ଗଛ ଲଗାଇଲେ ବଞ୍ଚିଯିବ। ବାସ୍। ଦିନ 12ଟା 55 ଯାଏ କନ୍ୟା ରାଶିର ମହିଳାମାନଙ୍କର ଘାତଚନ୍ଦ୍ର। 12ଟା 55 ଯାଏ ହସ୍ତା ନକ୍ଷତ୍ରର ଶୁଭ। 12ଟା 55 ପରେ ଚିତ୍ରାର ଶୁଭ। ଦିନ 1ଟାଏ ଯାଏ ପାରିବାରିକ ଭାତୃବିବାଦ ଏକ ପ୍ରକାର ଝଡ଼ ସୃଷ୍ଟି କରିବ, ଧନାଗମ ହେବ। 12ଟା 55 ଯାଏ ଚଳାଚଳ ଭଲ ହେବ। ଆଉ 12ଟା 55 ପରେ ଆଉ ପ୍ରାୟ ସମସ୍ୟା ନାହିଁ। ଏବେ ଆମେ 12ଟା 55 ଠାରୁ କ୍ରମଶଃ ଅସୁସ୍ଥ ସମୟ ଆସି ଦେହକୁ ରୋଗଗ୍ରସ୍ତ କରିବ। ଆଉ ଦୂରଯାତ୍ରା ମନା। 12ଟା କନ୍ୟା ରାଶି ଲୋକମାନେ 12ଟା 55 ପରେ ବାହାରକୁ ଯିବେନି। ଗଲେ ବିଭିନ୍ନ ସମସ୍ୟା ହେବ। ତାପରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଧକ୍କା ଯୋଗ ଅଛି ଆଜି। ମାନେ ମୋଟାମୋଟି ଭାବରେ 12ଟା 55 ପର୍ଯ୍ୟନ୍ତ ଶୁଭ, ଆଉ 12ଟା 55 ପରେ ବିଭିନ୍ନ ଦୁଃଖ ଆସିବ କନ୍ୟା ରାଶିର ଲୋକଙ୍କ ପାଇଁ। ତୁଳା ରାଶି 5 ତାରିଖ ମଙ୍ଗଳବାର ତୁଳା ରାଶି ପାଇଁ କିଛି ଅଘଟଣ ଘଟିପାରେ। ଦିନ 12ଟା 55 ପରେ ତୁଳା ରାଶି ପୁରୁଷଙ୍କର ଘାତଚନ୍ଦ୍ର। 12ଟା 55 ଠାରୁ ସ୍ୱାତିର ଶୁଭ ସମୟ ରହିବ। 12ଟା 55 ପରେ ବିଶାଖାର ଶୁଭ ସମୟ ଆସିବ। ଦିନ ସାରା ଭଲ ଆୟ ହେବ, ବ୍ୟୟ ବହୁତ କମ୍ ହେବ। 12ଟା 55 ଯାଏ ମନ ବ୍ୟାକୁଳ ହେବ। 12ଟା 55 ପରଠାରୁ ମନକୁ ଖୁସି ଓ ଆନନ୍ଦ ମିଳିବ, କାରଣ ଆୟ ଅମଳ ବଢ଼ିଯିବ। ଭାଇ ସହ ଥିବା କଳହର ଅବସାନ ହେବ। ସାନ ଭାଇ ଭଉଣୀର କିଛି ଶୁଭ କାର୍ଯ୍ୟ ହେବ, ତାକୁ ନେଇ ଆପଣ ଆନନ୍ଦିତ ହେବେ। ଆପଣଙ୍କର ସାନ ଭାଇ ଭଉଣୀଙ୍କର ଆଜି କିଛି ଶୁଭ କାର୍ଯ୍ୟ ହେବ। ଖାଲି ବାହାଘର ନୁହଁ କି ବ୍ରତଘର ନୁହଁ, ଅନ୍ୟାନ୍ୟ ଚାକିରି ପାଇଯିବେ, ପ୍ରମୋସନ୍ ପାଇଯିବେ, ଏ ଖବର ଶୁଣିକରି ଖୁସି ହେବେ। 5 ତାରିଖ ମଙ୍ଗଳବାର ବିଛା ରାଶି ପାଇଁ ବଢ଼ିଆ ଶୁଭ ଦିନ। ଦିନ 12ଟା 55 ଯାଏ ଅନୁରାଧାର ଶୁଭ। 12ଟା 55 ଠାରୁ ଜ୍ୟେଷ୍ଠା ପାଇଁ ଶୁଭ ସମୟ ଆସିବ। ଦିନଟି ଅନୁକୂଳରେ ଯାତ୍ରା କରିବ। ସମସ୍ତ କୌଳିକ ମୌଳିକ ଆର୍ଥିକ ପାରମାର୍ଥିକ ବୈଷୟିକ ଲୌକିକ ପାରିବାରିକ ସମ୍ବନ୍ଧୀୟ ଯାବତୀୟ ଛୋଟ ବଡ଼ ସମସ୍ୟାର ସମାଧାନ ହୋଇଯିବ। କାର ବିଛା ରାଶିଙ୍କର ଯେଉଁ ସମସ୍ୟା ସବୁ ଅଛି, ବିଭିନ୍ନ ସମସ୍ୟା ଅଛି, ତାହା କୌଳିକ ମୌଳିକ ଆର୍ଥିକ ପାରମାର୍ଥିକ ବୈଷୟିକ ଲୌକିକ ପାରିବାରିକ ସମ୍ବନ୍ଧୀୟ ଯାବତୀୟ ଛୋଟ ବଡ଼ ସମସ୍ୟାର ସମାଧାନ ହୋଇଯିବ। ଆଉ ଶାନ୍ତି ଓ ସୁଖ ମିଳିବ। ଅର୍ଥାଗମ ପାଇଁ ଦିନଟି ପ୍ରଶସ୍ତ, କେବଳ ଚେଷ୍ଟାର ଅଭାବ। ଚେଷ୍ଟା କଲେ ମାନେ ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ କହନ୍ତିନି, ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ। ତେଣୁ ବିଛା ରାଶି ଲୋକମାନେ ପ୍ରାୟ ବୁଦ୍ଧିମାନ। ସେମାନେ ନିଜ ବୁଦ୍ଧି ବିଦ୍ୟା କଳ କୌଶଳ ଖଟେଇ ଆଜି ସବୁ ସମସ୍ୟାର ସମାଧାନ କରିଦେବେ। ଆଉ ଇଏ ସୁଦିନ ତାଙ୍କର କାଲିଠୁ ଆସିଲାଣି ତ। ହଁ, ଏବେ ଧନୁ ରାଶି କଥା। 5 ତାରିଖ ମଙ୍ଗଳବାର ଧନୁ ରାଶି ପାଇଁ ବନ୍ଧୁ ସହଯୋଗ ଯୋଗ ଅଛି। ବନ୍ଧୁ ସହଯୋଗ ଯୋଗ ମାନେ ବନ୍ଧୁମାନେ ସହଯୋଗ କରିବେ, ଏହି ସୁଯୋଗ ଆସିବ। ଦିନ 12ଟା 55 ଯାଏ ପୂର୍ବାଷାଢ଼ା ନକ୍ଷତ୍ରର ଶୁଭ ସମୟ। 12ଟା 55 ଠାରୁ ମୂଳାର ଶୁଭ ସମୟ ଆସିବ। ଦିନ 12ଟା 55 ଯାଏ ବୃଥା ବ୍ୟୟ ହେବ, ଦୁଶ୍ଚିନ୍ତା ବଢ଼ିଯିବ। ମିତ୍ରଜନ ଅସହଯୋଗ କରିବେ। ମାତ୍ର ଗୋଟାଏ ପରେ ଅତି ଶୁଭ ସମୟ ଆସିବ। ଧନ ଜନ ଗୋପ ଲକ୍ଷ୍ମୀ ଆଦି ଶୁଭ ଫଳ ଆପେ ଆପେ ପାଖକୁ ଆସିବ।
ସଦ୍ବୁଦ୍ଧି ଜାଗ୍ରତ ହେବ। ଏଇ ବୁଦ୍ଧି ଓ ବଳ ଖଟାଇ ଆପଣ ନିଜ ଶିଙ୍ଗରେ ମାଟି ତାଡ଼ିବାର ଆନନ୍ଦ ପାଇବେ। ମାନେ ଆପଣ ନିଜେ ନିଜର କାମ କରିପାରିବେ, ନିଜେ ରୋଜଗାର କରିବେ, ନିଜେ ଲାଭ ପାଇବେ, ନିଜେ ଶାନ୍ତି ପାଇବେ, ନିଜେ ସବୁ କରିପାରିବେ, ପରାଶ୍ରିତ ହେବେ ନାହିଁ। ଏଇଟା ଗୋଟେ ଭଲ ଖବର ନୁହଁ? ଯେଉଁମାନେ ପରାଶ୍ରିତ, ସିଏ ଯେତେ ବଡ଼ ଲୋକ ହେଇଥାନ୍ତୁ, ଯେତେ ବଳବାନ ହେଇଥାନ୍ତୁ, ସେମାନେ ଦୁଃଖୀ। ଯିଏ ସ୍ୱାଧୀନ ସେ ସୁଖୀ। ହଁ, 5 ତାରିଖ ମଙ୍ଗଳବାର ମକର ରାଶି ଲାଗି ବନ୍ଧୁ ମିଳନ ଯୋଗ ଅଛି। ଦିନ 12ଟା 55 ଯାଏ ମକର ମହିଳାଙ୍କର ଘାତ ଚନ୍ଦ୍ର। ଦିନ 12ଟା 55 ଯାଏ ମକର ରାଶି ମହିଳାଙ୍କର ଘାତ ଚନ୍ଦ୍ର। 12ଟା 55 ଯାଏ ଶ୍ରବଣ ନକ୍ଷତ୍ରର ଶୁଭ। 12ଟା 55 ଠାରୁ ଉତ୍ତର ଶାଳାର ଶୁଭ ସମୟ। ଆଜି ମକର ରାଶିର ଘାତବାର। ଦିନ 12ଟା 55 ଯାଏ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ମିଳିବ। ସବୁ ପ୍ରକାର ସୁବିଧା ପାଇ ଆନନ୍ଦିତ ହେବେ। ମାତ୍ର ଦିନ 1ଟାଏ ପରେ ସମସ୍ତ ସୁଖ ପୁଷ୍ପ ମଉଳିଯିବ। 1ଟାଏ ପରେ ଆଉ ସୁଖ ନାହିଁ। ସମସ୍ତ ସୁଖ ପୁଷ୍ପ ମଉଳିଯିବ। ବୃଥା ବ୍ୟୟ କରିବା ପାଇଁ ମନ ବିକଳ ହେବ। ଏଥିପାଇଁ ବି କଳହ ହେବ, ଦେହ ଅସୁସ୍ଥ ହେବ, ସମସ୍ତ ପ୍ରିୟ ଲୋକ ବିରକ୍ତ ହେବେ। ମଙ୍ଗଳବାର ଦିନ ଏହି ସମସ୍ୟା ହେବ। ଦିନ 1ଟାଏ ପରେ ଝଗଡ଼ା ହେବ, କଳହ ହେବ, ପ୍ରିୟ ଲୋକମାନେ ଖରାପ ଭାବିବେ। ବଦ ଖର୍ଚ୍ଚ କରିବା ପାଇଁ ମୁଣ୍ଡକୁ ବା ଦୁର୍ବୁଦ୍ଧି ଆସିବ। କାହାର? ମକର ରାଶି ଲୋକଙ୍କର। ଏବେ କୁମ୍ଭ କଥା। 5 ତାରିଖ ମଙ୍ଗଳବାର କୁମ୍ଭ ରାଶି ପାଇଁ ସୁଖଦାୟୀ ଦିବସ, ମାନେ ଭଲ ଦିନ। କୁମ୍ଭ ପାଇଁ ଭଲ ଦିନ। ଦିନ 12ଟା 55 ପରେ କୁମ୍ଭ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର ଆରମ୍ଭ ହେବ। 12ଟା 55 ଯାଏ ଶତଭିଷା ନକ୍ଷତ୍ରର ଶୁଭ ସମୟ। 12ଟା 55 ଠାରୁ ଧନିଷ୍ଠାର ଶୁଭ ସମୟ। ଦିନ 12ଟା 55 ଯାଏ ଯେଉଁ ସମସ୍ତ କାର୍ଯ୍ୟ କରିବେ ତାହା ଭଲ ହେବ। 12ଟା 55 ପରଠାରୁ ସେ ସବୁ କର୍ମ ଫଳ କ୍ରମଶଃ ମିଳି ଚାଲିବ। ମାନେ 12ଟା 55 ଯାଏ ଆପଣ ଯାହା ଯାହା କର୍ମ କରିଥିବେ, ଭଲ କରନ୍ତୁ କି ମନ୍ଦ କରନ୍ତୁ, 12ଟା 55 ପରେ ସେଇ କର୍ମର ଫଳ ଫଳିବା ଆରମ୍ଭ ହେବ। ଆପଣ ଭଲ କରିଥିଲେ ଭଲ ଫଳ ପାଇବେ, ମନ୍ଦ କରିଥିଲେ ମନ୍ଦ ଫଳ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୁଃଖ ନାହିଁ। ଆୟ ଅମଳ ଭଲ ହେବ। ଅବିଶ୍ରାନ୍ତ ଭାବରେ ଖଟିବା ପାଇଁ ସୁଯୋଗ ଆସିବ। ଆଉ ଆପଣ ଏ ସୁଯୋଗର ମଧ୍ୟ ସୁବିନିଯୋଗ କରିବେ। କୁମ୍ଭ ରାଶି ପାଇଁ 24 ଘଣ୍ଟା ଶୁଭ। ଏବେ ଦେଖିବା ମୀନ କଥା। 5 ତାରିଖ ମଙ୍ଗଳବାର ମୀନ ରାଶି ପାଇଁ ଅପ୍ରୀତି ଯୋଗ ଅଛି। ଅପ୍ରୀତି, ସବୁ ଯାଙ୍କର ପ୍ରୀତି, ସୁଖ, ଶାନ୍ତିରେ ବ୍ୟାଘାତ ଆସିବ। 12ଟା 55 ଯାଏ ଉତ୍ତର ଭାଦ୍ରର ଶୁଭ। 12ଟା 55 ପରେ ରେବତୀର ଶୁଭ ସମୟ ଆସିବ। ଦିନ 12ଟା 55 ଯାଏ ଦିନଟି ମିଶ୍ର ଫଳ ଦେବ। ମନ ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ଅନେକ ହେବା କାମ ହୋଇପାରିବନି। ମାତ୍ର 12ଟା 55 ପରଠାରୁ ସବୁ ଏଇ ସମସ୍ୟାର ସମାଧାନ ହେବ। ଗୋଟିଏ 12ଟା 50ରୁ 1ଟାଏ ଯାଏ କିଛି ହୋଇପାରିବ ନାହିଁ। ତାପରେ ଲକ୍ଷ୍ୟ କରାଯାଇପାରେ ଯେ 1ଟାଏ ଠାରୁ ଦିନ ଭଲ ସମୟରେ ଗତି କରିବ। 55 ଯାଏ ସମସ୍ୟା। 55ରୁ 1ଟାଏ ଯାଏ ଘାଣ୍ଟି ଚକଟି ହେଇଯିବେ। 1ଟାଏ ପରଠାରୁ କ୍ରମଶଃ ଭଲ ସମୟ ଆସିବ। ସବୁ ସମସ୍ୟାର ସମାଧାନ ହେବ। କ୍ରମଶଃ ଆୟ ଅମଳ ବଢ଼ିଯିବ। ବିଶେଷ କରି ଖୁସି ଖବର ଯେ ଆୟ ରୋଜଗାର ଦେଖି ଚିନ୍ତା ଲାଘବ ହେବ। ଦେହ ପା ସୁସ୍ଥ ରହିବ। ଦିନ 12ଟା ପର୍ଯ୍ୟନ୍ତ ସମସ୍ୟା, 12ଟା 55 ପର୍ଯ୍ୟନ୍ତ। 55ରୁ 1ଟାଏ ପର୍ଯ୍ୟନ୍ତ ମିଶ୍ର ଫଳ। 1ଟାଏ ପରଠୁ ସବୁ ସମସ୍ୟାର ସମାଧାନ ହୋଇଯିବ। କାର? ମୀନ ରାଶିଙ୍କର। ହଁ, ହେଲେ ଏଇ ବୁଧବାର ଦିନ କ'ଣ କ'ଣ ଅଛି? ବୁଧବାର ଦିନ ଦେଖିବା
5 ତାରିଖ ମଙ୍ଗଳବାର। ଏଦିନ ରାହୁ କାଳ ହେଲା 2:58ରୁ 4:35 ଯାଏ। ଆଉ ସୂର୍ଯ୍ୟ ଉଦୟ ହେବେ 5:12 ପରେ, ଅସ୍ତ ହେବେ 6:11 ପରେ। ବାସ୍ ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି ଆମେ ଆସନ୍ତାକାଲି ଦୁଃଖ ସୁଖ ହେବା। ରହିଲି, ନମସ୍କାର।